ওম নমঃ শিবায়। শিবপুরাণ বা শৈবপুরাণ দ্বিতীয় খণ্ড ভক্ত কার্তিকেয়ଙ୍କ মাতা ପାର୍ବତୀଙ୍କ ପ୍ରବୋଧନା ଦ୍ୱିତୀୟ ଭାଗ। ପଶ୍ଚିମମୁଖୀ ହୋଇ ବେଗେ ଚଳିଗଲେ, କର ପୂର୍ଣ୍ଣ ହେତୁ ପଛକୁ ସେ ନ ଚାହିଁଲେ। ଫେରିଯାନ୍ତେ ବସ ବସି ନ ସେ ମୟୂର ପୃଷ୍ଠରେ, ବେନିବୃତ୍ତ କଥାବାର୍ତ୍ତା ହେଲେ ପରସ୍ପରେ। କିମ୍ପାଇଁ ସନ୍ମୁଖ ଏଠା ବକୁ ଆସିଥିଲେ, ଆମ୍ଭ କଥା ଶୁଣି କିମ୍ବା ବାହୁଡ଼ି ନ ଗଲେ। ସେ କିଏ ଅଟନ୍ତି ତାହା ଜାଣିବା କେମନ୍ତେ, ପୋଷିବା ଚାଳ ଗୋସାଇଁ ମାଙ୍କୁ ତରିତେ। ଏତେ ଭାରି ସେଠାରୁ ଯାଇବେନି ଭାତ, ଭିତରେ ଦେଖିଲେ ବସି ସନ୍ତି ଆଦିମାତ। ସମୀପକୁ ଯାଇପାରେ ପରି ତାହାଙ୍କର, ଉଠି ଉଭା ହୋଇ ସିଏ ଯୋଡ଼ି ଦୁଇ କର। ବିନୟ ବୋଇଲେ ଶୁଣ ଜଗତ ଜନନୀ, ପଶ୍ଚିମ ଦିଗକୁ ଆମ୍ଭେ ଅଇଲୁ ଏକ୍ଷଣି। କୌତୁକ କଥା ଆୟ ହେଲା ତହିଁ ଯାହା, ସାବଧାନ ହୋଇ ଶୁଣ କହୁଛୁ ତାହା। ପଡ଼ୋଶୀକେ ଆସି କାହିଁ ମିଳିଲେ ସେ ଦ୍ୱାରେ, ଆରୋହଣ କରିଥିଲେ ମୟୂର ଉପରେ। ଦୁଆର ସହଜ ଦିବ୍ୟ ଶରୀର ସନ୍ଧୋଗ, ବେନି ଚରଣୀ ଉଜ୍ଜ୍ୱଳ ଦିଶୁଛି ନଖ। ଆମଙ୍କୁ ବସିଲେ ତୁମ୍ଭେ କାହାର ନନ୍ଦନ, କାହିଁ ଆସି ଏଥେ ରହି ଅସବେ ନିୟନ। ଏହା ଶୁଣୁ ଆମ୍ଭେ କହି ଲଗେ ତାହାକେ, ଶୁଣ ଆହେ ମହାଭାଗ ମନର ସରାଗେ। ସଦାଶିବ ପ୍ରଭୁଙ୍କର ଭକ୍ତ ଗଣନାଥ, ସେ ଅଟନ୍ତି ଆମ୍ଭ ପିତା ଆମ୍ଭେ ତାଙ୍କ ସୁତ। ଏହା ଶୁଣି ଭୂଇଁ ପଚାରିଲେ ସଦାନନ, ସତ୍ୟ କଥା କହବାକୁ ବାଲୁତ ନନ୍ଦନ। କି ପ୍ରକାରେ ଗଜାନନ ହେଲେ ଗଣପତି, ଆମ୍ଭେ କହିଲୁ ଯେ ସାରି ଦିଲେ ପଶୁପତି। ଏହା ଶୁଣି ସେ ପୁରୁଷ ହେଲେ ଦୁଃଖମାନ, କପ ପୂର୍ଣ୍ଣ ହେଲା ପରେ କହିଲେ ବଚନ। ପିତା ମାତାଙ୍କର ମୁଖ ନ ଚାହିଁବି ଆଉ, ହେମନ୍ତ ବଳିନ ବେଗେ ବାହୁଡ଼ିଲେ ତହୁଁ। ଏହା କହିବେନି ଭାଇ ହୁଅନ୍ତେ ମଉନ, ତହିଁ ପରେ ଯାହା ହେଲା କହୁଛି ମୋ ଶୁଣ। ନଗେନ୍ଦ୍ର ହିତା ଶୁଣ ନାତିଙ୍କ ବଚନ, ତକ୍ଷଣେ ଆଇଲେ ସ୍ୱାମୀ ପକୁମ ଗାନ ଦାନ। ତା ପୃଷ୍ଠରେ ବସି ଦେବୀ ଗଲେ ବେଗେ ବେଗେ, ପୁତ୍ର ସ୍ନେହ ହେଉ ବସି ମନ ଉଡ଼ବେ। ତାଙ୍କୁ ବେଢ଼ି ଯୋଗିନୀଗଣ ଯାନ୍ତି ଚୌକତି, କୁମାରଙ୍କ ପଛେ ପଛେ ଗଲେ ହେମବତୀ। ସମୁଦ୍ର ଭିତରେ ପଶୁ ଥିଲେ ସଦାନନ, ଦୂରରୁ ପାର୍ବତୀ ତାହା କଲେ ନିରୀକ୍ଷଣ। ବେଗେ ଯାଇ କଲେ ଉଭା ହୋଇ ସେ ଭବାନୀ, ମଧୁର କହିଲେ ଯାହା ଶୁଣ ତାହା ମଣି। ଆରେ ବାବୁ ସଦାନନ ଦିବ ଶିରୋମଣି, କିମ୍ପାୟରେ ପଶୁ
মনে দুঃখ জ্ঞানী তোর ভাই হেলা সিনা গণ অধিপতি তত হই অসুস্বর্গ পুরী সেনাপতি তুম্ভে দুই ভাই অত ঈশ্বরঙ্গ সুত ভিন্ন ভিন্ন নুহ তুম্ভে একা অংশ জাত আসো আসো বাবু মর নয়ন পিতুলে তোর দুঃখ দেখি মা গর্ভ যাও শ্রীজরি এতে বলি শোক ভরে ডাকন্তি ভবানী কররে কুমার তাকো ন কহিলে বাণী। ওম নমঃ শিবায়।